गुड मॉर्निंग पिला माने काले आमे चतुर्थ क्लास रो गणित एइठू शेष करी छाड़ी देइथिले वर्तमान आस सेइठू जोठू छाड़ीथिले सेइठू कंटिन्यू करिवा। देखो आमे प्रिज्म आउ पिरामिड विषय कौन करथिले पार्थक्य देखिथिले। तापर देखो ए 3 नंबर क्वेश्चन आंसर करिवा। एबे नली और प्लास्टिक सूता व्यवहार करी निर्माण दिया जाइथा आकृति गुड़िक तैयार करी सारणीटी को पूर्ण कर। देख ए नली आउ सूता व्यवहार करी कौन करिवो ना ए आकृति गुड़ाक निजे बनेइबो हला। समघन बा वर्गाकृतिर केतोटी पृष्ठ संख्या अछि? 6टी पृष्ठ संख्या 6टी। शीर्ष संख्या 1 2 3 4 5 7 8 8टी शीर्ष संख्या 8टी। धार संख्या देख 1 2 3 4 5 6 7 8 9 10 1 2 3 4 5 7 8 9 10 11 12 12 केतोटी मु ओडिया रे लिखि दउची इंग्लिश रे लिखि देली। पृष्ठ संख्या 6 शीर्ष संख्या 8 धार संख्या 12। सेपरी आयत घनाकार पृष्ठ संख्या 6 शीर्ष संख्या 8 धार संख्या 12। त्रिभुजाकृत पिरामिड देख देख पृष्ठ संख्या केते 1 2 3 आ तलटा गोटे 4टी। तापरे शीर्ष संख्या केते 4टी। तापर धार संख्या केते 1 2 3 6टी धार संख्या 6टी हला। वर्गाकृत विशिष्ट पिरामिड सॉरी एटा भूल हो गला एटा प्रिज्म पचाची एडी देखो प्रिज्म पचाची ना वर्गाकृति विशिष्ट प्रिज्म देखो ठीक अच्छे पिरामिड नहीं पिरामिड तले देछि 6टी ठीक अच्छे हला। नेक्स्ट वर्गाकृति विशिष्ट पिरामिड वर्गाकृति विशिष्ट पिरामिड पिरामिड कहले आर 5टी हबो। तापर शीर्ष संख्या 5 आउ धार संख्या केते 8। त्रिभुजाकृत पिरामिड कहले प्रिज्म कहले त्रिभुजाकृत प्रिज्म कहले हमर पृष्ठ संख्या 5 तापरे शीर्ष संख्या 6 तापरे धार संख्या 1 2 3 4 5 3 3 6 7 8 9 9टी हला। तो जानिल समस्ते। नेक्स्ट आउ थरे तमे आकृतिर नाम कौन कौन गोटे पृष्ठ गोटे समांतर थिबा पृष्ठ शंकु जो कहउचंदी हमर जो बर्थडे केक ता कौन कहउचंदी शंकु हला। कौन जो कहउच दुईटी समांतर पृष्ठ दुईटी समांतर पृष्ठ बेलन बेलन हला।
ବେଲନ। 3ଟି ସମାନ୍ତରାଳ ପୃଷ୍ଠ ନାହିଁ। 4ଟି ସମାନ୍ତରାଳ ପୃଷ୍ଠ ତ୍ରିଭୁଜାକୃତ ପିରାମିଡ। କଣ ଏଇଠି ଦେଖ, ଏଇଟା 4ଟି, 1 2 3 4 ତ୍ରିଭୁଜାକୃତ ପିରାମିଡ। ଏଟା ପ୍ରିଜମଟା। ତ୍ରିଭୁଜାକୃତ ପିରାମିଡ, ତ୍ରିଭୁଜାକୃତ ପିରାମିଡ। 5ଟି ସମାନ୍ତରାଳ ପୃଷ୍ଠ, 5ଟି ଦେଖ, ଏଇଠି ପ୍ରିଜମ। 5ଟି ତ୍ରିଭୁଜାକୃତ ପ୍ରିଜମ। 6ଟି ସମାନ୍ତରାଳ ପୃଷ୍ଠ, ଆୟତ ଘନ ସମଘନ। ଘନ, ଆୟତ ଘନ ସମଘନ ହେଲା। ନେକ୍ସଟ, ତୁମେ 3ଟି ସମାନ୍ତରାଳ ପୃଷ୍ଠ ନେଇ ଏକ ତ୍ରୈମାତ୍ରିକ ଆକୃତି କରିପାରିବ କି? କରିପାରିବ କି? ନା। କାହିଁ କରିପାରିବ ନାହିଁ? କାହିଁକି ନା 3ଟି ପୃଷ୍ଠ ସମାନ୍ତରାଳ ପୃଷ୍ଠ ଥିବା ତ୍ରୈମାତ୍ରିକ ବସ୍ତୁ ସମ୍ଭବ ନାହିଁ। ତାପରେ ଦେଖ, ସିଧା ସିଧା ଦ୍ୱିମାତ୍ରିକ ଆକୃତି ସଜା। ଏଠାରେ ସେମାନଙ୍କ ନାମ ଲେଖ। 6ଟି ଧାର କାର ଅଛି? 6ଟି ଧାର କାର ଅଛି? 6ଟି ଧାର କାର ଅଛି? ତ୍ରିଭୁଜାକୃତ ପ୍ରିଜମ। ତ୍ରିଭୁଜାକୃତ ପ୍ରିଜମ। 8ଟି ଧାର କାର ଅଛି? 8ଟି ଧାର ବର୍ଗାକୃତ ବିଶିଷ୍ଟ ପିରାମିଡ। ବର୍ଗାକୃତି ବିଶିଷ୍ଟ ପିରାମିଡ। 9ଟି ଧାର କାର ଅଛି? 9ଟି ଧାର ତ୍ରିଭୁଜାକୃତ ବିଶିଷ୍ଟ ପିରାମିଡ। 9ଟି ଧାର କାର ଅଛି? ସରି, ଏଇଟା 6ଟି ଧାର ତ୍ରିଭୁଜାକୃତ। କନଫ୍ୟୁଜ ହେଇଯାଉନି ପିଲାମାନେ, ମୁଁ କନଫ୍ୟୁଜ ହେଇ ଆରାମସେ। ଏଇଟା ଫାଷ୍ଟ ପିରାମିଡ ନାହିଁ, ଏଇଟା ପ୍ରିଜମ। ପ୍ରିଜମ ନାହିଁ, ଏଇଟା ପିରାମିଡ। 6ଟି ଧାର କାର ଅଛି? ନା ପିରାମିଡର ହେଲା, ତ୍ରିଭୁଜାକୃତ ପିରାମିଡ। 9ଟି ଧାର କାର ଅଛି? ନା ତ୍ରିଭୁଜାକୃତ ପ୍ରିଜମ ହେଲା। 12ଟି ଧାର କାର ଅଛି? ଆୟତ ଘନ ବିଶିଷ୍ଟ ପ୍ରିଜମ। କଣ? ଆୟତ ଘନ ବିଶିଷ୍ଟ ପ୍ରିଜମ ହେଲା। ଆର 12ଟି ଧାର ଅଛି, ଲେଖିପାରିବ। ନେକ୍ସଟ ଆଗକୁ ଯିବା। ଗୋଟିଏ ଲୁଡୁ ଗୋଟି ନିଅ। ଏହାର ସଂଖ୍ୟା 1 ପୃଷ୍ଠକୁ ଦେଖ। ସଂଖ୍ୟା 1 ଲେଖା ଥିବା ପୃଷ୍ଠର ବିପରୀତ ପୃଷ୍ଠରେ ସଂଖ୍ୟା 6 ଅଛି। ତଳେ ଦିଆଯାଇଥିବା ପୃଷ୍ଠର ବିପରୀତ ପାର୍ଶ୍ୱ ଗୁଡ଼ିକ କେଉଁ ସଂଖ୍ୟା ଅଛି ଲେଖ। ଦେଖ, ତମେ ଲୁଡୁଟା ଦେଖିନ, ମୁଁ ତମକୁ ଲୁଡୁଟା ଦେଖେଇ ଦଉଛି ଫାଷ୍ଟ, ତାପରେ ତମେ ଦେଖିବ। ଲୁଡୁର ଉଭୟ ପାର୍ଶ୍ୱ ମିଶିଲେ ଯୋଗଫଳ 7 ହବ। ଦେଖ ହେଲା, ତ ଦେଖ, ଲୁଡୁର ଉଭୟ ପାର୍ଶ୍ୱ ମିଶିଲେ କଣ ହବ? ଯୋଗଫଳ 7 ହବ। ସଂଖ୍ୟା 2 ଥିବା ପୃଷ୍ଠ, ଲୁଡୁଟା ଦେଖିଲ ସମସ୍ତେ? ହଁ। ଦେଖ, 2ର ଥିବା ପୃଷ୍ଠ, ତାର ବିପରୀତ ପାର୍ଶ୍ୱରେ କଣ ଅଛି? ନା 5। ଭେରି ଗୁଡ। 3ର ଦେଖିଲ ପୃଷ୍ଠ କଣ ଅଛି? କଣ ଅଛି? 4। ଭେରି ଗୁଡ। 4 ଥିବା ପୃଷ୍ଠରେ କଣ ଅଛି ବିପରୀତରେ? ନା 3। ଭେରି ଗୁଡ। ବସ। 1 ଲେଖା ପୃଷ୍ଠ ସହିତ ସାଧାରଣ ଧାର ଥିବା ପୃଷ୍ଠ ଗୁଡିକ ଲେଖ। 1 ଲେଖା ପୃଷ୍ଠ ସହିତ ସାଧାରଣ ଧାର ଥିବା 1ର ଦେଖ, ଏଇଟା ଦେଲେ ଲୁଡୁ ଗୋଟେ ବନେଇ ଦଉଛି ହେଲା। ତ 1 ଆଉ ଗୋଟେ ଭଲଟେ ବନଉଛି।
ହେଲା। ଏଠି ଦେଖ 1 ଅଛି ନା, ଲୁଡୁର ଏଠି 1 ଅଛି। 1ରେ ପଛପଟେ କଣ ଥିବ? 6 ଥିବ। 3 ପଛପଟେ 4 ଥିବ। 5ରେ ଏଇ ଯୋଉ ତଳେ କଣ ଥିବ? ନା 2 ଥିବ। ତାହେଲେ କହିଲ 1 ଲେଖାଟା ପୃଷ୍ଠର ସାଧାରଣ ଧାର ଥିବା ପୃଷ୍ଠ ଗୁଡ଼ିକ ଲେଖ। 1 ପୃଷ୍ଠ ତ ସାଧାରଣ ଧାର 4 5 3 2 ହଁ ନା ନାଇଁ? 2 ହବ, 3 ହବ, 4 ହବ, 5 ହବ, ହଁ ନା ନାଇଁ? 1 ଲେଖିଥିବା ପୃଷ୍ଠ ସହିତ ସାଧାରଣ ଧାର ନଥିବା ପୃଷ୍ଠ ଗୁଡ଼ିକ ଲେଖ। ସାଧାରଣ ଇଏ 4ଟା ହେଇଗଲା ବୋଲି ସାଧାରଣ ଧାର ଯୋଉଟା ନଥିବ ତାର ଅପୋଜିଟ କଣ? ନା 6। ନିମ୍ନରେ ଦିଆଯାଇଥିବା ଗୋଟିଏ ସମଘନାକାର 3ଟି ଭିନ୍ନ ପଟର ଦୃଶ୍ୟ ଦେଖ। ଦେଖ ସମଘନାକାର ଚିତ୍ର ଦେଇଛି। ଲାଲ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେଉଁ ରଙ୍ଗ ଅଛି? ଏ ଦେଖ ଲାଲ ପାର୍ଶ୍ୱ, ଏଟା ସବୁଜ ହେଇଗଲା, ଏଟା ସବୁଜ ହେଇଗଲା ହେଲା। ଏଟା ଯଦି ଏମିତି ଓଲଟେଇ ଦବ ବୋଲେ ଲାଲ ବିପରୀତରେ କଣ ଅଛି? ଏଟା ଲାଲ, ଆର ବିପରୀତ ପଛରେ କଣ ହବ? ଏଟାକୁ ସିଧା କରିଦେଲେ ଏଇ ଭାଇଲେଟ ହେଲା। ଲାଲ ବିପରୀତରେ କଣ ଅଛି? ହେଲା ଏଟା ବାଇଗଣୀ। କଣ ଏଇଟା? ଭାଇଲେଟ କୁ କଣ କହୁଛନ୍ତି? ବାଇଗଣୀ, ବାଇଗଣୀ ରଙ୍ଗ, ହଁ ନା ନାଇଁ? ତାପରେ ହଳଦିଆ ପାର୍ଶ୍ୱର ବିପରୀତ ପାର୍ଶ୍ୱ ଦେଖ ହଳଦିଆ। ଦେଖ ଏଇଟା ଲାଲ ହେଲା, ଲାଲ ର ବିପରୀତରେ କଣ ହେଇଗଲା? ହଳଦିଆ। ହଳଦିଆ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେଉଁ ରଙ୍ଗ ଅଛି? ଏଟା ଲାଲ ହେଇଗଲା, ଲାଲ ବିପରୀତରେ କଣ ହେଲା? ତଳଟା କଣ ହେବ? ଭାଇଲେଟ ହେଇଯିବ। ଭାଇଲେଟ ହେଇଗଲେ ଏଇଠି ଦେଖ ଏଇଟାକୁ କେମିତି ବୁଲା ହେଇଛି ଦେଖ। ନମ୍ବରିଂ କରିଦବ ବୋଲେ ଆହୁରି ସୁବିଧା ହବ। କମନ କୋଉଟା ଅଛି ଦେଖ, ଏଇ ଦିଟାରେ ଲାଲ ଅଛି ନା ନାଇଁ? ହେଲା। ତାପରେ ଦେଖ ଏଇଟାର ଭାଇଲେଟ ଅଛି, ଗ୍ରୀନ ହେଲା। ତ ଆର ହଳଦିଆର କଣ ହବ? ଯଦି ଏଇଟା ଏମିତି ବୁଲେଇବ, ତମେ ଏଇଟା ବୁଲିବ, ତାହେଲେ ତ ଦେଖ ହଳଦିଆ ପାର୍ଶ୍ୱର ବିପରୀତରେ କଣ ଆସିବ? ଏଇଟା ହଳଦିଆ ରଙ୍ଗ, ହଳଦିଆ ରଙ୍ଗର ବିପରୀତରେ କଣ ହବ? ଏଇଟା କଣ? ଏଇଟା କି ରଙ୍ଗ କହୁଛନ୍ତି? କମଳା ରଙ୍ଗ, କମଳା ରଙ୍ଗ। ରେଡ ର ବାଇଗଣୀ ରଙ୍ଗ ହେଲା। ଆଉ ଦେଖ ମୁଁ ତମକୁ ରଙ୍ଗ ଗୁଡାକ କହିଦଉଛି। ରେଡ ର ହେଇଗଲା, ମୁଁ ନମ୍ବର କରିଦଉଛି। ଏଇଟା 1 ରେଡ ର ହେଲା ବାଇଗଣୀ, 1 କୁ 1 ହେଲା। ତାପରେ ଇଏ କମଳା ରଙ୍ଗର ହେଇଗଲା ୟେଲୋ, 2 କି 2 ଲେଖିଦେଲି। ତାପରେ ଗ୍ରୀନ, ଏ ଯୋଉ ଗ୍ରୀନ ଏ 3 କି ଏ 3, ତ ଏଇ 3ଟା ଅପୋଜିଟ ହବ। ତ ଏଠି ଲେଖିଦବ ଗ୍ରୀନ। ଗ୍ରୀନ ମାନେ କଣ? ଗ୍ରୀନ ମୁଁ ଇଂଲିଶରେ ଲେଖିଦଉଛି। ଗ୍ରୀନ ର କଣ ହବ? ନା ବ୍ଲୁ। ତାପରେ ଆମର ଅରେଞ୍ଜ ର ବିପରୀତ କଣ? ୟେଲୋ। ତାପରେ ଆମର ରେଡ ର ଅପୋଜିଟ କଣ ହବ? ପର୍ପଲ ହେଲା। ଏହିପରି ଭାବେ ତମେ କ୍ୱେଶ୍ଚିନ ଆନ୍ସର କରିପାରିବ। ଏଇଟା କେମିତି କରିବ ନା, ଦେଖ ଦିଟା ଯାକ ପାର୍ଶ୍ୱ ସମାନ ଅଛି। ପ୍ରଥମେ 3ଟା ଯାକ ଡାଇସ କୁ ନବନି, ପ୍ରଥମେ 2ଟା ଡାଇସ କୁ ନବ। ଏଇ ଯୋଉ ପାଖ ସମାନ ଅଛି ସେଇ ଦିଟାକୁ ଟିକ କରିଦବ। ଗ୍ରୀନ କି ଗ୍ରୀନ ଅଛି, ତାହେଲେ ଆର ଏଇଟା ଅଛି, ତ ବାକି 2ଟା କଲର ସମାନ ଅଛି। ଏଇ କଲର କୁ ଏଇ କଲର, ଏଇ କଲର ଏଇ କଲର, ଯୋଉଟା ଅଲଗା ଅଛି ସେଇ 2ଟା ହବ ତାର ଅପୋଜିଟ। ଏଇଠି ହେଲେ ଦେଖ ରେଡ କୁ ରେଡ ସମାନ ଅଛି ହେଲା। ଏଇଟାରୁ ଜଣା ପଡିଗଲା ଏଇଟାର ଅପୋଜିଟ ଏଇଟା, ତାହେଲେ ଏଇଟା ଦେଖ ଗ୍ରୀନ କି ଗ୍ରୀନ ସମାନ ଅଛି, ଏଇଟା ରେଡ କୁ ରେଡ ସମାନ ଅଛି, ତାହେଲେ ଅପୋଜିଟ କାର୍ଡ ହବ
ନା ୟେଲୋ ର ଅପୋଜିଟ ଇଏ କମଳା ହବ, ଆଉ ଏଇ ବ୍ଲୁ ର ଅପୋଜିଟ ଇଏ କଣ ଏଇଟା ଗ୍ରୀନ ହବ ହେଲା। ଦିଟା ଯୋଉଟା ସମାନ ଅଛି ସେଇଟା କରିବ, ତାର ଅପୋଜିଟ ଟାକୁ ଅଲ୍ଟରନେଟ କଲର ଟା ତାର ଅପୋଜିଟ ହେଇଯିବ। ଏଇ ପୃଷ୍ଠରେ ଥିବା ଚତୁଃପାର୍ଶ୍ୱ ଆକୃତି ଗୁଡିକୁ ନେଇ ନିମ୍ନ ସୂଚନା ଅନୁସାରେ କାର୍ଯ୍ୟ କର। ସମସ୍ତ ଆକୃତିରେ ଥିବା ଆୟତାକୃତିକୁ ପୃଷ୍ଠକୁ ନାଲି ରଙ୍ଗ ଦିଅ। ଦବ ନାଲି ରଙ୍ଗ ଦିଅ। ତ୍ରିଭୁଜାକୃତି ପୃଷ୍ଠ ଥିବା ହେଠି ଦେଖ ଆୟତାକୃତି, ଆୟତାକୃତି କୋଉଟା କୋଉଟା ଏଇଟା ଏଇଟା ଆଉ ନାଲି ରଙ୍ଗ ଦବ ନା ନାଇଁ, ନାଲି ରଙ୍ଗ ଦିଅ। ତ୍ରିଭୁଜାକୃତିର ପୃଷ୍ଠ ଥିବା ଆକୃତି ଉପରେ ଏକ ହସିଲା ମୁହଁ ଆଙ୍କ। ତ୍ରିଭୁଜାକୃତ ଏଠି ଦେଖ, ଏଠି ହସିଲା ମୁହଁ ଆଙ୍କିବ, ଏଠି ହସିଲା ମୁହଁ ଆଙ୍କିବ ହେଲା। ତ୍ରିଭୁଜାକୃତି କୋଉଟା କୋଉଟା ଅଛି? ତ୍ରିଭୁଜାକୃତ ଏଇଟା ଅଛି ନା ନାଇଁ, ତ ହସିଲା ପରି ମୁହଁ ଦବ। ଏଇଟା ହେଲେ ତ୍ରିଭୁଜାକୃତି ଅଛି ନା ନାଇଁ, ହସିଲା ପରି ମୁହଁ ଦବ। ଏଇଟା ହେଲେ ତ୍ରିଭୁଜାକୃତି ଅଛି, ତ ହସିଲା ପରି ମୁହଁ ଦବ ହେଲା। ଏଇ ଚିତ୍ର ଗୁଡାକୁ କଲର ଦିଅ ଚାରିପଟେ ଯୋଉ ଅଛି। ତାପରେ ତ୍ରିଭୁଜାକୃତି ପୃଷ୍ଠ ଥିବାକୁ ହସିଲା ପରେ ମୁହଁ ଦେଲା। ବକ୍ର ପୃଷ୍ଠ ଥିବା ଆକୃତି ଉପରେ ଏକ ତାରା ଚିହ୍ନ ଦିଅ। ବକ୍ର ପୃଷ୍ଠ ଦେଖ, ଆର ବକ୍ର ପୃଷ୍ଠ ଅଛି ନା, ତାରା ଚିହ୍ନ ଦେଲ। ଆର ବକ୍ର ପୃଷ୍ଠ ଅଛି, ତାରା ଚିହ୍ନ ଦେଲ। ଏଇଟାରେ ବକ୍ର ପୃଷ୍ଠ ଅଛି, ତାରା ଚିହ୍ନ ଦେଲ ହେଲା। ଆଉ କୋଉଠି ବକ୍ର ପୃଷ୍ଠ ଅଛି, ଏଇଠି କୋନ ର ବକ୍ର ପୃଷ୍ଠ ଅଛି, ତାରା ଚିହ୍ନ ଦେଲ ହେଲା। ତାପରେ ଏଇଠି ବଲ ର ଅଛି, ତାରା ଚିହ୍ନ ଦେଲ। ତାପରେ ଏଇଠି ଦେଖ, ଏଇଟାର ବକ୍ର ପୃଷ୍ଠ ଅଛି, ତାରା ଚିହ୍ନ ଦେଲ। ଏଇପରି ଭାବେ ଏଇଟାରେ ବକ୍ର ପୃଷ୍ଠ ଅଛି, ତାରା ଚିହ୍ନ ଦେଲ ହେଲା। କୋଣ ନଥିବା ଆକୃତି ଗୁଡିକୁ ନୀଳ ରଙ୍ଗ ଦିଅ। କୋଣ ନଥିବ, ଏଇଟା ତ୍ରିଭୁଜାକୃତି, ଏଇଟା ତ ସ୍ମାଇଲ ଚିହ୍ନ ଦେଇଦେଲ। କୋଣ ନଥିବା ଆକୃତି ଗୁଡିକୁ ନୀଳ ରଙ୍ଗ ଦିଅ। କୋଣ ନାହିଁ କାହାର, ଦେଖ ଏଇଟାର କୋଣ ନାହିଁ, ନୀଳ ରଙ୍ଗ ଦବ। ଆକୁ ନୀଳ ରଙ୍ଗ ଦବ, ଆକୁ ନୀଳ ରଙ୍ଗ ଦବ। ହେଲା, ଆକୁ ନୀଳ ରଙ୍ଗ ଦବ, ଆକୁ ନୀଳ ଦବ ରଙ୍ଗ ଦବ। କୋଣ ଯତୁ ନାହିଁ ହେଲା, ଯୋଉଟାରେ କୋଣ ନାହିଁ। ଏଇଟାରେ ନୀଳ ରଙ୍ଗ ଦବ, କୋଣ ନାହିଁ ହେଲା। ଏଇପରି ଏଇଟାରେ ନୀଳ ରଙ୍ଗ ଦବ, କୋଣ ନାହିଁ ହେଲା। ତାପରେ ନେକ୍ସଟ ଆସିଲା, ସମାନ ବିପରୀତ ପୃଷ୍ଠ ଥିବା ଆକୃତିରେ ଗୋଲ ବୁଲା। ସମାନ ବିପରୀତ ପୃଷ୍ଠ, ଦେଖ ଏଇଟା ସମାନ ବିପରୀତ ପୃଷ୍ଠ ଅଛି ନା ନାଇଁ, ଏଇଟା ହେଲେ ସମାନ ବିପରୀତ ପୃଷ୍ଠ ଅଛି ନା ନାଇଁ ହେଲା। ତାପରେ ଏଇଟା ହେଲେ ସମାନ କୋଣ ପୃଷ୍ଠ ଅଛି ନା ନାଇଁ, ଏଇଟା ହେଲେ ସମାନ କୋଣ ସମାନ ପୃଷ୍ଠ ଥିବା ଅଛି ଚିତ୍ର, ଏଇଟା ହେଲେ ସମାନ ପୃଷ୍ଠ ଥିବା ଚିତ୍ର ଅଛି। ତ ଏଗୁଡାକୁ କଣ କରିବ, ଗୋଲ ବୁଲେଇବ ହେଲା। ଏଇପରି ଭାବେ କରିପାରିବ ନା ନାଇଁ। ହଁ, ନେକ୍ସଟ ଆସ, ତ୍ରୟମାତ୍ରିକ ଆକୃତି ଗୁଡ଼ିକୁ ସଜାଇବ। ତ୍ରୟମାତ୍ରିକ ଆକୃତିର ନାମ ଉପଯୁକ୍ତ ସ୍ଥାନରେ ଲେଖ। ସବୁ ପାର୍ଶ୍ୱ ଏକା ପରି ଦେଖାଯାଉଛି। ସବୁ ପାର୍ଶ୍ୱ ଏକା ପରି ଦେଖାଯାଉଛି। ସବୁ ପାର୍ଶ୍ୱ ଏକା ପରି ଦେଖାଯାଉଛି କୋଉ ତ୍ରୟମାତ୍ରିକ ବସ୍ତୁ? ଦେଖ ଆମର ଯେମିତି ହେଇଗଲା, ଆମର ଏବେ କଣ କହିଲି, ଲୁଡୁ ଯୋଉ ଖେଳୁଛ, ଲୁଡୁ ଗୋଟି ହବ ନା ନାଇଁ? ଲୁଡୁ ଗୋଟି ଲେଖିପାରିବନି ନାଇଁ? ଲୁଡୁ ଗୋଟି ହଁ ନା ନାଇଁ? ଯେତିକ ଯୋଉ ଆମର ଆୟତ ଘନ ହେଇଗଲା, ସବୁ ପାର୍ଶ୍ୱ ଏକା ପରି ଦେଖା ଯାଉନି, ଯେମିତି କଣ କୋନ ହେଇଗଲା ହେଲା।
आउ कौन है पारिबो ना क्यूब हो गला हला क्यूब को कौन कहउछती घन वस्तु हो गला आयत घन हो गला तापर सब पार्श्व एका पर देखा जाउनी प्रिज्म हो गला पिरामिड हो गला हला तापर वक्रधार थिबा आकृति वक्रधार थिबा आकृति वक्रधार विशिष्ट आकृति जेमिति कि बेलन हो गला बेलन माने कौन सिलिंडर सिलिंडर कौन ताको बेलन बोली कहछ बेलन बाड़े देखिछ सही प्रकार तापर शंकु शंकु माने कौन ना हमर कोन कोन तापर गोलक गोलक जो स्फीयर कहछ गोलक तापर समतल पार्श्व विशिष्ट सड़क धार थिबा सड़क धार कौन कौन ना हमर हला घन वस्तु क्यूब आयत घन हला तापर प्रिज्म तापर हमर कौन पिरामिड सड़क धार अछि ना आयताकृति पार्श्व विशिष्ट आकृति एटा कौन हबो आयत घन आउ आयताकृति विशिष्ट प्रिज्म प्रिज्म त्रिभुजाकृति पार्श्व विशिष्ट आकृति त्रिभुजाकृति हमर त्रिभुजाकृत विशिष्ट पिरामिड त्रिभुजाकृत प्रिज्म त्रिभुजाकृत प्रिज्म आउ त्रिभुजाकृत पिरामिड हला आउ उभय आकृति थिबा कोन हला उभय दीटा जाक मझे थिबा कोन त्रिभुजाकृत विशिष्ट प्रिज्म एडा आयताकृति भी अछि ए त्रिभुजाकृत प्रिज्म टाको लिखि दबो हला त्रिभुजाकृत प्रिज्म हला एडा दीटा जाक आयताकृति विशिष्ट अछि भी आ त्रिभुजाकृति विशिष्ट भी अछि उभय दीटा जाक अछि तुमे के वृत्त रे त्रिभुजाकृति विशिष्ट प्रिज्म आयताकृति विशिष्ट पिरामिड पाइलो तुमे के वृत्त रे त्रिभुजाकृति विशिष्ट प्रिज्म आयताकृति विशिष्ट पिरामिड पाइलो देखो को वृत्त रे पाइलो त्रिभुजाकृत विशिष्ट पिरामिड देखो एडे पाइलो 3 नंबर वृत्त रे आयताकृत आयताकृत विशिष्ट पिरामिड कोड पाइलो एडी पाइलो वृत्त 3 रे पाइलो देखो त्रिभुजाकृत विशिष्ट प्रिज्म एडा कोन त्रिभुजाकृत विशिष्ट प्रिज्म रे कोन अछि हमर ना त्रिभुज अछि प्लस आयत चित्र भी अछि आ आयताकृत विशिष्ट पिरामिड रे हमर कोन अछि ना आयताकार अछि ता सहित कोन अछि ना त्रिभुज पर पार्श्व अछि हला तो एई दीटा जाकरे समस्त पार्श्व तल अछि हला तो ए जोड जोड त्रिभुज आ आयताकृत सेई वृत्त रे हमें पाइले तापरे समघनर मॉडल तैयार करियो वक्र पार्श्व विशिष्ट आकृति समतल पार्श्व विशिष्ट आकृति आधार रे वर्गीकरण करी सजारि पारिबो हां समतल कोडा कोडा अछि वक्रतल कोडा अछि सिलिंडर हे गला जोडा काम कहतती बेलन शंकु हे गला और सब वक्रतल प्रशिष्ट बेलन शंकु आउ गोलक
ଏରା ସବୁ କଣ ବକ୍ରତଳ। ଆଉ ସମତଳ କୋଉରା କୋଉରା ନା ସମଘନ, ଆୟତ ଘନ ହେଲା, ପ୍ରିଜମ ଆଉ ପିରାମିଡ। ଏରା ସବୁ କଣ ସମତଳ ପାର୍ଶ୍ව ବିଶିଷ୍ଟ ଆକୃତି। ହଁ ନା ନାଇଁ ଲେଖିପାରିବ ନା ନାଇଁ ଦି ଭାଗରେ ବିଭକ୍ତ କରିବ। ସମଘନ ଦ୍ଵାରା ମଡେଲ ପ୍ରସ୍ତୁତି ନିଜ ନିଜକର ଏଇ ପ୍ରକାର ବ୍ଲକ ୟୁଜ କରି ତମେ ସ୍କୁଲରେ ବି ମଧ୍ୟ TLM ୟୁଜ କରି କରିପାରିବ। ଦେଖ ବ୍ଲକ ଟାରେ କେତୋଟି ସମଘନ ଅଛି। ଦେଖ ପ୍ରତ୍ୟେକ ବ୍ଲକ ଟାୱାରେ କେତୋଟି ସମଘନ ଅଛି। ଦେଖ ଲାଲ ର 1 2 3 4 1 2 3 4 1 2 3 4 4 ଚକୁ 16 ସରି 1 2 3 4 5 6 7 8 9 10 11 12 13 14 15 16 4 ଚକୁ କେତେ ନା 16 ଟା ଅଛି। ଲାଲ ରଙ୍ଗର 16 ଟି ଅଛି। ତାପରେ ଏଇଟା ଦେଖ 1 2 3 6 3 9 ଏରା କେତେଟା ଅଛି ନା ପର୍ପଲ ର 9 ଟି ଅଛି। ତାପରେ ଗ୍ରୀନ ଦେଖ 1 2 3 4 ଗ୍ରୀନ ର କେତୋଟି ଅଛି ନା 4ଟି ଅଛି। ତାପରେ ଏଇଟା ଦେଖ ବ୍ଲୁ ବ୍ଲୁ ର କେତୋଟି ଅଛି ଗୋଟିଏ। ତ ଟୋଟାଲ କେତୋଟି ଅଛି 16 9 25 25 4 29 29 1 30 ଟି ଟୋଟାଲ 30 ଟି ସମଘନ ଅଛି। ଏଇଠି ଦେଖ ଏଇ ଟାୱାର ଦେଖ ଏଇଠି ଦେଖା ଯାଉଛି ନା ଆଁ ଦେଖ 1 2 3 4 5 5 ଏଇଠି ବି ଦେଖ 5 ଏପଟେ ବି 5 1 2 3 4 5 10 1 2 3 4 5 15 1 2 3 4 15 5 20 20 ଏ ମଝିରେ ଗୋଟେ ଅଛି 21 ଟା। ତଳ ଲାଇନ ରେ କେତେଟା ଅଛି ନା 21 ଟା। ତା ଉପର ଲାଇନ ରେ କେତେଟା ଅଛି 1 2 3 4 1 2 3 4 8 1 2 3 4 12 1 2 3 4 16 ମଝିରେ ଗୋଟେ 17 ଟା ହେଲା। ତାପରେ ଲାଇନ କେତେ 1 2 3 1 2 3 6 3 9 9 9 3 12 12 ମଝି ଗୋଟେ କେତେଟା ଅଛି 13ଟା ଅଛି। ତାପରେ ଏଇ ଲାଇନରେ କେତେଟା ଅଛି 13 4 ଗଲେ 9ଟା। ତାପରେ ଏ ଲାଇନରେ କେତେଟା ଅଛି 5ଟା। ଏ ଲାଇନରେ ଗୋଟେ କେତେଟା ଅଛି ଗୋଟେ। ତମେ ଏମିତି ବି କାଉଣ୍ଟ କରିପାରିବ ନହେଲେ 1 ପ୍ଲସ 4 1 1 ରେ 4 ମିଶିଲେ ନେକ୍ସଟ ଆସିଲା 5ଟା 5 ରେ ପ୍ଲସ 4 ମିଶିଲେ ନେକ୍ସଟ ଆସିଲା 9ଟା 9 ରେ 4 ମିଶିଲେ ନେକ୍ସଟ ଆସିଲା 13ଟା 13 ରେ 4 ମିଶିଲେ ନେକ୍ସଟ ଆସିଲା 17ଟା 17 ରେ 4ଟା ମିଶିଲେ ପୁଣି ନେକ୍ସଟ ଆସିଲା 21ଟା। ତ ଏମିତି ପ୍ରତି ଲାଇନ ର ଗଣି ପାରିବ ତାପରେ ଟୋଟାଲ ମିଶେଇକି କହିପାରିବ 1 ପ୍ଲସ 5 6 6 9 6 15 15 13 28 28 ଏମିତି ମିଶେଇ ପାରିବ 1 5 6 6 9 6 15 15 3 18 18 7 25 25 1 26 6 ରଖି ଆଣିଲା 2 2 1 3 3 1 4 4 2 6 କେତୋଟି 66। ଟୋଟାଲ କେତୋଟି 66ଟି ବ୍ଲକ ଅଛି। ଏଇପରି ଭାବେ ତମେ ଗଣି ପାରିବ ହେଲା। ତ୍ରିଭୁଜାକୃତି ବିନ୍ଦୁ କାଗଜରେ ସମଘନ ଆଙ୍କିବା। ଏଠି ଦେଖ ଡଟେଡ ଚିହ୍ନକୁ ତମେ ଏଡ କରିପାରିବ ହେଲା। ତମେ ଏଇଠି ଏଡିଟ କରିପାରିବ ହେଲା। ଏଇଟାକୁ ତମେ ନେଇପାରିବ ଏଇଟା ସରବିନ୍ଦୁ ନେଇପାରିବ ସିଧା କରିବ ଏଇଟା ସ୍କେଲରେ ପକେଇ ଟାଣିବ ହେଲା କରିପାରିବ। ତାପରେ ଏ ବିନ୍ଦୁକୁ ତମେ ଯୋଡ଼ି ପାରିବ ତାପରେ ଏଇଟାକୁ ଏ ବିନ୍ଦୁ ସହିତ
ବୁଝିପାରିଲେ ତ ସମଘନ ଆଙ୍କି ପାରିବନି ନାହିଁ ନିଜେ ନିଜେ ଆଙ୍କିବ ଖାତାରେ। ଦିଆଯାଇଥିବା ବର୍ଣ୍ଣନା ସହିତ ଚିତ୍ର ଗୁଡ଼ିକ ଯୋଡ଼ି ଓ ଆକୃତି ରୂପରେ ନାମ ଲେଖ। ମୋର 5ଟି ପୃଷ୍ଠ, 5ଟି ଶୀର୍ଷ ଅଛି, 8ଟି ଧାର ଅଛି। ଦେଖ 5ଟି କ'ଣ ଅଛି ନା 5ଟି ଶୀର୍ଷ ଅଛି। କେତେଟା ଶୀର୍ଷ ଅଛି ନା 5ଟି ପୃଷ୍ଠ ଅଛି, 5ଟି ଶୀର୍ଷ ଅଛି ହେଲା। ତା ଆଉ କେତେଟା ଧାର ଅଛି ନା 8ଟି ଧାର। ମୋର ଗୋଟିଏ ପୃଷ୍ଠ ବର୍ଗାକୃତି ଓ ଅନ୍ୟ 4ଟି ପୃଷ୍ଠ ତ୍ରିଭୁଜାକୃତି। ହେଲେ ଏଇଟା କ'ଣ ହେଲା ନା ଏଇଟା ବର୍ଗାକୃତି ବିଶିଷ୍ଟ ପିରାମିଡ ହେଇଗଲା। ଦେଖ ବର୍ଗାକୃତି ବିଶିଷ୍ଟ ପିରାମିଡ ହେଇଗଲା। ମୋର ଗୋଟିଏ ପୃଷ୍ଠ ସମତଳ, ଗୋଟିଏ ପୃଷ୍ଠ ବକ୍ରତଳ ଓ 1ଟି ଧାର ଅଛି। ଗୋଟିଏ ସମତଳ ପୃଷ୍ଠ, ଗୋଟିଏ ବକ୍ର ପୃଷ୍ଠ, 1ଟି ଧାର ଅଛି ହେଲା। ଦେଖ ସମତଳ ପୃଷ୍ଠ ଗୋଟେ, ବକ୍ର ପୃଷ୍ଠ ବି ଗୋଟେ, ଧାର ବି ଗୋଟେ। କିଏ କହିବ? ଭାବ এই ଚିତ୍ର ଗୁଡାକୁ ଦେଖ, ଟିକେ ଭାବ। ଦେଖିଲ? ହଁ ଏଇଠି ଦେଖ, ଏଇଠି ତମ ପାଖରେ ଅଛି। ଏଇଟା କ'ଣ? ଶଙ୍କୁ ବା କୋନ୍ ଯୋଉ କହୁଛ, ଶଙ୍କୁ। ମୋର 1ଟି ବକ୍ର ପୃଷ୍ଠ ଅଛି, କୌଣସି ଧାର କିମ୍ବା ଶୀର୍ଷ ନାହିଁ। 1ଟି ବକ୍ର ପୃଷ୍ଠ ଅଛି, କୌଣସି ଧାର କିମ୍ବା ଶୀର୍ଷ ନାହିଁ। ଦେଖ ଏଇ ବଲ୍ ଗୋଟେ ହିଁ ବକ୍ର ପୃଷ୍ଠ ତଳ ଅଛି ନା ନାଇଁ, ତ ଏଇଟା କ'ଣ? ଗୋଲକ ହେଲା। ମୋର 2ଟି ସମତଳ ପୃଷ୍ଠ ଅଛି, 1ଟି ବକ୍ରତଳ ପୃଷ୍ଠ ଅଛି ଆଉ 2ଟି ଧାର ଅଛି। ଦେଖ ଭାବିଲ, ଏଇଟା ଚିତ୍ର ଦେଖି ଭାବ। ଦେଖ ଏଇଠି କ'ଣ ଲେଖେ, ଏଇ ଚିତ୍ରଟା ଦେଖା ଯାଉଛି ନା ତମକୁ? ଏଇଠି ଦେଖ, ଏଇଟା କ'ଣ? ସିଲିଣ୍ଡର ବା ଓଡ଼ିଆରେ କ'ଣ କହୁଛନ୍ତି? ବେଲନ ହେଲା, ବେଲନ। ତା ସହିତ ମୋର 5ଟି ପୃଷ୍ଠ, 6ଟି ଶୀର୍ଷ, 9ଟି ଧାର ଅଛି। ମୋର କୌଣସି 9ଟି ଧାର ଏବଂ ମୋର 2ଟି ପୃଷ୍ଠ ତ୍ରିଭୁଜାକୃତି ଅଟେ। ଦେଖ ତ୍ରିଭୁଜାକୃତି ଅଟେ। ଭାବ ଟିକେ, ଦେଖ ଚିତ୍ର ଗୁଡାକ ହେଲା ନା। ଦେଖ ଏଇଟା ହଉଛି କ'ଣ? ତ୍ରିଭୁଜାକୃତ ପ୍ରିଜମ। ଏଇଟା କ'ଣ? ତ୍ରିଭୁଜାକୃତ ପ୍ରିଜମ ହେଲା। ମୋର 6ଟି ପୃଷ୍ଠ, 12ଟି ଧାର, 8ଟି ଶୀର୍ଷ। 6ଟି ପୃଷ୍ଠ, 12ଟି ଧାର, 8ଟି ଶୀର୍ଷ। ଆୟତ ଘନ କିମ୍ବା ଆୟତାକୃତି ବିଶିଷ୍ଟ ପ୍ରିଜମ। 6ଟି ପୃଷ୍ଠ, 12ଟି ଧାର, 8ଟି। ଦିଟା ଯାକ ହବ ନା ଆୟତ ଘନ ହବ ନଚେତ ଆୟତାକୃତି ବିଶିଷ୍ଟ ପ୍ରିଜମ। ଆୟତାକୃତି ବିଶିଷ୍ଟ ପ୍ରିଜମ। ଦେଖ ଏଇଟା ବି ହେଇପାରିବ ଆଉ ଆୟତାକୃତି ବିଶିଷ୍ଟ ପ୍ରିଜମ ବି ହେଇପାରିବ ହେଲା। ନେକ୍ସଟ, ପ୍ରତ୍ୟେକଟି କିପରି ଅନ୍ୟଠାରୁ ଭିନ୍ନ ଆଲୋଚନା କର। ଏବେ ସବୁ କହିଲି ଯେ ଆର କ'ଣ? ଗୋଲକର କ'ଣ? ଗୋଟିଏ ବକ୍ର ପୃଷ୍ଠ ଅଛି। ଶଙ୍କୁ ବା କୋନ୍ର କ'ଣ ଅଛି? ଗୋଟିଏ ସମତଳ ପୃଷ୍ଠ ଅଛି, ଗୋଟିଏ ବକ୍ର ପୃଷ୍ଠ ଅଛି ଆଉ ଗୋଟିଏ କ'ଣ ଅଛି? ଧାର ଅଛି ହେଲା। ତାପରେ କ'ଣ ହେଲା ନା ଏଇଟା ତ୍ରିଭୁଜାକୃତ ପ୍ରିଜମ। ତ୍ରିଭୁଜ 5ଟି ପୃଷ୍ଠ ଅଛି, 1 2 3, 5ଟି ପୃଷ୍ଠ ଅଛି, 4 5 ତଳେ ଗୋଟେ, 5ଟି ପୃଷ୍ଠ ଅଛି, ତା ସହିତ 6ଟି ଶୀର୍ଷ ଅଛି ହେଲା ଏବଂ 9ଟି ଧାର ଅଛି। 9ଟି ଧାର ଅଛି। ତାପରେ ଏଇଟା ଦେଖ ସମଘନ। ସମଘନରେ କ'ଣ? 6ଟି ପୃଷ୍ଠ, 12ଟି ଧାର, 8ଟି ଶୀର୍ଷ ଅଛି। ଆୟତ ଘନରେ ବି କ'ଣ ଅଛି ନା 6ଟି ଶୀର୍ଷ, 12ଟି ଧାର, 8ଟି 6ଟି ପୃଷ୍ଠ, 12ଟି ଧାର, 8ଟି ଶୀର୍ଷ ଅଛି। କିନ୍ତୁ ବର୍ଗାକୃତିର ଯୋଉ ପିରାମିଡ କ'ଣ ହବ ନା ଏଇଟାରେ କ'ଣ ଅଛି ନା ପାର୍ଶ୍ୱ ଗୁଡାକ ସମାନ।
ହେଲା। କିନ୍ତୁ ଏଟାର ପାର୍ଶ୍ୱ ଗୁଡାକ ଏଇ ପାର୍ଶ୍ୱ ଏ ପାର୍ଶ୍ୱ ସମାନ ପାର୍ଶ୍ୱ ସମାନ ବଟୁ ସବୁ ପାର୍ଶ୍ୱ ଗୁଡାକ ଏଟାର ସମାନ। ତ ପାର୍ଥକ୍ୟ ଜାଣିଲ। ତଳେ ଦିଆଯାଇଥିବା ଜାଲକ ଗୁଡିକ ଉପଯୁକ୍ତ ବସ୍ତୁ ସହିତ ମେଳକ କର। ଦେଖ ଏଇଟା କଣ କରିବ, ଏଇଟା ସହିତ ଯୋଡି ହେଇପାରିବ। ଏଇଟା ବେଲନ ହେଲା, ତାପରେ ଏଇଟା ଆୟତ ଘନ ସହିତ ତମେ ଯୋଡି ପାରିବ। ତାପରେ ଏଇଟା ପ୍ରିଜମ ସହିତ ଯୋଡି ପାରିବ। ଏଇଟା ପିରାମିଡ, ଏଇଟା ପ୍ରିଜମ ହେଲା। ଏଇ ଜାଲକ ଗୁଡିକ ମଧ୍ୟରେ କେଉଁ ଜାଲକୁ ଭାଙ୍ଗି କରି ତଳେ ଦିଆଯାଏ ଘନ ବସ୍ତୁ ତିଆରି କରିପାରିବ? କୋଉଟା ଭାଙ୍ଗିଲେ କୋଉଟା ହବ? ଏଇଟା ଭାଙ୍ଗିଲେ ଏଇଟା ହବ ହେଲା। ଏଇଟା ଭାଙ୍ଗିଲେ ହବ, ଏଇଟା ଏମିତି ଭାଙ୍ଗିଲେ ଏମିତି, ଏଇଟା ଭାଙ୍ଗିଲେ ହବ। ଦେଖ ଏଇଟା ଭାଙ୍ଗିବ, ଫାଷ୍ଟ କଣ କରିବ, ଏଇଟା ଭାଙ୍ଗିଲେ ହବନି, ଏଇଟା କଲେ ଭାଙ୍ଗିଲେ ବି ଏଇଟା ହବନି। ତ ଏଇ ଦୁଇଟା ହିଁ ହବ। ଏଇଟା ବି ହେଇପାରେ, ଏମିତି ଭାଙ୍ଗିବ, ଏମିତି ଭାଙ୍ଗିବ, ଏମିତି ଭାଙ୍ଗିବ, ଏଇଟା ବି ହେଇପାରିବ ହେଲା। ନିତେଶ ଗୋଟିଏ ଘନ ବସ୍ତୁର ଜାଲକକୁ ଭାଙ୍ଗି ସ୍ଥାନରୁ କାଟି ଦେଇଛି। ଏଇ ଖଣ୍ଡ ଗୁଡିକୁ ଏକାଠି କର। ଦେଖ ଏଇଟା ପଞ୍ଚାକୃତ କେତେ, ଏଇଟା ଭାଙ୍ଗିକିରି 5ଟା ଖଣ୍ଡ କରିଦେଇଛି। ନିମନ୍ତେ କେଉଁ ଘନ ବସ୍ତୁକ ଜାଲକରେ ଉପଯୁକ୍ତ ସମସ୍ତ ଖଣ୍ଡ ଗୁଡିକ ଅଛି? ଦେଖ 5ଟା କୋଉଟାରେ ଅଛି, ଦେଖ 1 2 3 4 ହେଲା। ତ୍ରିଭୁଜାକୃତି ହେବା ଦରକାର ହେଲା। ଭଲସେ ଦେଖ ହେଲା। ଖାଲି ଆନ୍ସର ଦେଖନି, ତମେ ପେପର କାଟିକିନା ତାକୁ କଲେ ହିଁ, ପ୍ରାକ୍ଟିକାଲ କଲେ ହିଁ ତମ ମନେ ରହିବ। ମୁଁ ଆନ୍ସର ଖାଲି କହିଦେଲେ ତମକୁ ହବନି। ଟିକେ ଭାବିଲା ପରେ ପେପରରେ କାଟ ବସିକି, କାଟିଲା ପରେ କହିବି। ଏଇଟାକୁ ଦେଖ, ଗୋଟେ ପେଣ୍ଟାଗନ ଅଛି, ଏଇଟା ପିରାମିଡ ହବ। କାହିଁକିନା 5ଟା ଜାଗା, ଏଇଟା 5ଟା ଜାଗା ଯାଇକିରି ତାର ଏଡ୍ଜ ଗୁଡାକ ଗୋଟାକରେ ମିଶିବ। ତାହେଲେ କୋଉଟା ହବ? ଦେଖ ଏଇଟା ହବ, ଘ ନମ୍ବରଟା ହବ। 5ଟା ଯାଇକିରି କଣ ହବ, ତଳେ ପୃଷ୍ଠ ଗୋଟେ ରହିଲା, ତାପରେ 5ଟା ଯେ ମିଶିବ, ତ ଘ ନମ୍ବରଟା ହବ ତାର ଆନ୍ସର। କାଟିଲା ପରେ ଜାଣିଲ ନା, ଭେରି ଗୁଡ। ନେକ୍ସଟ ଚାଲ। ଯେତେବେଳେ ରେଖା ଗୁଡିକ ମିଳିତ ହୁଅନ୍ତି, ତେବେ କୋଣ ବିଷୟରେ ପଢିବା। ଜେନେରାଲି ତମର କଣ, ରେଖା ଗୁଡିକ ଯୋଉ ମିଳିତ ହୁଅନ୍ତି ବୋଲେ ଏଇଠି ତମର କୋଣ ବିଷୟରେ ଆସିବ, କୋଣ ବିଷୟରେ ଧାରଣା ଆସିବ। ଆଉ କୋଣ ବିଷୟରେ ଆମେ ଏଇ ପାଠରେ ପଢିବା, ବିଭିନ୍ନ ପ୍ରକାର କୋଣ ଏଗୁଡାକ ତମେ ପଢିବ ହେଲା। ଦିଟା ରେଖା ଖଣ୍ଡ ଯୋଡି ହେଲେ, ଦେଖ ଏଇଟା ଗୋଟେ ରେଖା ଖଣ୍ଡ, ଏଇଟା ରେଖା ଏଇଠି ମିଳିତ, ଗୋଟେ ବିନ୍ଦୁରେ ମିଳିତ ହେଲେ କଣ ସୃଷ୍ଟି କରନ୍ତି କୋଣ। ଏଇଟା ଗୋଟେ ରେଖା ଖଣ୍ଡ, ଏଇଟା ଗୋଟେ ରେଖା, ଦିଟା ଯାକ ଗୋଟେ ବିନ୍ଦୁରେ ମିଳିତ ହେଲେ କୋଣ ସୃଷ୍ଟି କରେ। ମନେ ରଖ, ଦିଟା ରେଖା ଖଣ୍ଡ ଗୋଟିଏ ବିନ୍ଦୁରେ ମିଳିତ ହେବାକୁ ପଡିବ। ଦିଟା ରେଖା ଖଣ୍ଡ ହେଲେ କୋଣ ହେଇଯିବନି। ଏଇଟା ରେଖା ଖଣ୍ଡ ଏମିତି, ଏଇଟା ରେଖା ଖଣ୍ଡ ଏମିତି ମିଶିଲେ ମାନେ ଗୋଟିଏ ବିନ୍ଦୁରେ ମିଳିତ ହବାର ଅଛି। ମିଳିତ ହେଲେ ଯାଇକରି କୋଣ ସୃଷ୍ଟି କରିବ। ଯେତେବେଳେ ଦୁଇଟି ରେଖା ମିଶିଯାଏ, ସେମାନେ ଏକା କୋଣ ସୃଷ୍ଟି କରନ୍ତି। ମିଶିଯାଏ ମାନେ ଗୋଟିଏ ବିନ୍ଦୁରେ ମିଶିଯାଏ ହେଲା। ଦୁଇଟି ନଳୀ, ଦୁଇଟି ରେଖା ପରି ସେମାନେ ଗୋଟେ ବିନ୍ଦୁରେ ମିଶିଥାନ୍ତି। ଦେଖ ଏଇଟା ତମ ବଡିର ଗୋଡ ସହିତ କୋଣ ହବ, ତମ ଅଣ୍ଟା ସହିତ ତମ ଦେହର ଆଉ ଗୋଡ ସହିତ କୋଣ ହବ। ତାପରେ ଦେଖ ଏଇଠି ତମେ ଯୋଉ ଏକ୍ସରସାଇଜ କରୁଛ ତାର କୋଣ ହବ, ତମେ ହାତ ଯୋଉ ବ୍ୟାୟାମ କରୁଛ ତାର କୋଣ ହେଇପାରିବ, ତମେ ଯୋଉ ନଇଁକିରି ପେଟ ତଳୁ କରୁଛ ତାର କୋଣ ହେଇପାରିବ। ତାପରେ ଗୋଡ ଷ୍ଟ୍ରେଚିଂ କଲେ ଏଇଠି ଗୋଟେ କୋଣ ସୃଷ୍ଟି ହେଇପାରିବ ହେଲା। ନିମ୍ନ ଘର ଚିତ୍ରରେ 7ଟି କୋଣ ଅଛି। ଦେଖ 1 କୋଣ, 2 କୋଣ, 3 କୋଣ, ଏଇ 4ଟି କୋଣ, 7ଟି କୋଣ ହେଲା। ଏଇଠି କେତୋଟି କୋଣ ଅଛି କହିଲ ନୌକାରେ?
1 2 3 4 5 6 7 8 9 10 କେତେଟି କୋଣ 10ଟି କୋଣ ଅଛି ଦେଖିପାରିବନି ନାହିଁ ଗଣିକି ସିମ୍ପଲ ନିମ୍ନଲିଖିତ ଚିତ୍ର ଗୁଡ଼ିକରେ ଥିବା କୋଣ ଗୁଡ଼ିକୁ ଚିହ୍ନାଅ କୋଣ ଗୁଡ଼ିକୁ ଚିହ୍ନାଅ ଏଠି ଦେଖ ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ହେଲା ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ତାପରେ ଏଠି ଦେଖ ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ଏଇଟା ଗୋଟେ କୋଣ ଏଇଟା ଗୋଟେ କୋଣ ଏଇଟା କଣ ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ଏଇଟା ପୁରାଟା ଗୋଟେ କୋଣ କରିପାରିବ ନା ନାହିଁ ହଁ ତାପରେ ଏଇଟା ସିଡିରେ କୋଣ ଏଇଟା ଗୋଟେ କୋଣ କରିପାରିବ ନା ନାହିଁ ଏଇଟା ସିଧା ନା ରେଖା ଖଣ୍ଡ ଲାଗିନି ତ ଏଇଟା ଗୋଟେ କୋଣ ଏଇଟା ବି ଗୋଟେ କୋଣ তুমি କହିପାରିବ ହଁ ନା ନାହିଁ ଭେରି ଗୁଡ୍ ଶ୍ରେଣୀ ଘରେ ତୁମେ କେଉଁଠାରେ କୋଣ ଦେଖୁଛ କେତୋଟି ଉଦାହରଣ ଲେଖା ଫାଷ୍ଟ ମୁଁ କହିଦେଉଛି ଦେଖ ଆମର କୋଣ କୋଡ଼ ଦେଖୁଛ ତୁ ଝରକା ଝରକାରେ କୋଣ ଦେଖୁଛୁ ତ ନାନି କବାଟ ତାପରେ କଳାପଟା ତାପରେ ଆଉ କୋଉଟା ଦେଖୁଛ ଟେବୁଲରେ ଦେଖୁଛ ତାପରେ ଆଉ କୋଉଠି କୋଣ ଦେଖୁଛ କାନ୍ଥ କାନ୍ଥ କୋଣ ଦେଖୁଛ ନା ହଁ ଲେଖିବ ନିଜେ ନିଜେ ତାପରେ ଆସ ଦେଖିବା ସମକୋଣ ଦେଖ କାଗଜ କେମିତି କାଟିବ କାଟିଲା ପରେ ଦିଟା ରେଖା ଏମିତି ଛେଦ କରି ଏମିତି ରଖିଲା ପରେ କାଟିଲା ପରେ ଦେଖ ଦିଟା ବିନ୍ଦୁ ଗୋଟେ ଭାଗରେ ଛେଦ କରିବେ ତ ଛେଦ କଲା ପରେ କଣ ହବ ପୋଲ କରିକି ଦେଖିଲ ନା ଏଇଟା କେଉଁ କୋଣକୁ ସମକୋଣ ବୋଲି ଭାବୁଛ ତ ଯୋଉ କୋଣଟା ସୃଷ୍ଟି ହେବ ତାକୁ ସମକୋଣ ବୋଲି କହିବା କାଗଜରେ କଲ ଯୋଉ କୋଣଟା ସୃଷ୍ଟି ହବ ତାକୁ ସମକୋଣ କହିବା ଦେଖ ସମକୋଣ କୋଉଟା କୋଉଟା ତମେ କହିପାର ଦେଖ ଏଇଟା ନା ଠିକ ଅଛି କିନ୍ତୁ ହଁ ନା ନାଇଁ ଏଇଟା ହେଲେ ଦେଖ ସମକୋଣ ତାପରେ ଏଇଟା ସମକୋଣ ହବ ଏଇଟା ବି ସମକୋଣ ହେଇପାରିବ ହେଲା ତମେ ଭାବି ପାରୁଛ ଯୋଉଟା ଯୋଉଟା ସମକୋଣ ସେଗୁଡାକୁ ଚିହ୍ନଟ କରିବ ହେଲା ଝରକା କବାଟର ଯାଞ୍ଚ କର ଯେକୌଣସି ବସ୍ତୁ ସମକୋଣ ଅଛି ନା ନାହିଁ ତାହା ଯାଞ୍ଚ କର ଯେଉଁଟା ତୁମେ ସମକୋଣ ପାଏ ସେ ବସ୍ତୁ ଗୁଡ଼ିକର ନାମ ଲେଖ ଦେଖ ଝରକାରେ ଅଛି ହଁ କବାଟରେ ଅଛି ନା ନାଇଁ ତାପରେ ଆଉ କୋଉଠି ସମକୋଣ ନା ଛାତ ହେଲା ସମକୋଣ ଅଛି ନା ନାଇଁ ଲେଖିବା ନିଜେ ଆସ କାମଟି କରିବା ଆସ ବିନ୍ଦୁ ଗ୍ରିଡରେ କିଛି ସମକୋଣ ଅଙ୍କନ କରିବା ସମକୋଣ ଦେଖ ଏଇଠୁ ହେଲା ସମକୋଣ ହେଇଗଲା ଇଏ ସମକୋଣ ହେଇଗଲା ନା ନଚେତ ଏମିତି କରିପାରିବ ତମେ ସମକୋଣ ହେଇଗଲା ନା ନାଇଁ ନଚେତ ତମେ ଏମିତି ଅଙ୍କନ କରିପାରିବ ହେଲା ତ ସମକୋଣ କରିପାରିବ ନା ନାହିଁ ତା ସହିତ ନଚେତ ଏମିତି ଅଙ୍କନ କରିପାରିବ ସମକୋଣ ଅଙ୍କନ କରିପାରିବ ନା ନାହିଁ ହଁ ନେକ୍ସଟ ସୂକ୍ଷ୍ମ କୋଣ ଓ ସ୍ଥୂଳ କୋଣ ସୂକ୍ଷ୍ମ କୋଣ କଣ ନା ସୂକ୍ଷ୍ମ କୋଣ ପରିମାଣ ସମକୋଣ ପରିମାଣ ଅପେକ୍ଷା କମ ମାନେ ଯେଉଁ କୋଣଟା କଣ ସମକୋଣଠୁ କମ ଥିବ ସମକୋଣ ବୋଲେ ଏଇଟା ଜାଣିଛ ତାଠୁ କମ ଥିବ ଏ ଦେଖ ଏଇଟା କମ ନା ନାହିଁ ତାଠୁ ଏଇଟା ସୂକ୍ଷ୍ମ କୋଣ ସ୍ଥୂଳ କୋଣ ପରିମାଣ ଏକ ସମକୋଣ ପରିମାଣ ଅପେକ୍ଷା ଅଧିକ ଏଇଟା ସମକୋଣ ଥିଲା ସମକୋଣଠୁ ଅଧିକ ହେଲା ନା ନାଇଁ ଅଧିକ ହେଲା ନା ଏ କୋଣଟା କଣ ହେଇଗଲା ନା ସ୍ଥୂଳ କୋଣ ହେଇଗଲା ହେଲା ତୁମ ଶ୍ରେଣୀ ଘରେ ଥିବା କେତେକ ବସ୍ତୁ ନାମକ ଯାହା ଏକ ସୂକ୍ଷ୍ମ କୋଣ ସୂକ୍ଷ୍ମ କୋଣ କଣ କଣ ବସ୍ତୁ ଅଛି ଆମର ନା ଫେନ୍ ପଙ୍ଖା ଫେନ୍ ବା ପଙ୍ଖାର ଯୋଉ ପତି ଦିଟା ଭିତରେ କୋଣ ଥାଉଛି ସେଇଟା ହେଲେ କଣ ସୂକ୍ଷ୍ମ କୋଣ ଥାଉଛି ତାପରେ ଆଉ କୋଉଠି ସୂକ୍ଷ୍ମ କୋଣ ଥାଉଛି ଆଉ କୋଉଠି ସୂକ୍ଷ୍ମ କୋଣ ଥାଉଛି କହିଲ ଶ୍ରେଣୀ ଘରେ
ତମେ ସ୍ଥୂଳ କୋଣ କହିଲ, ତମ ଗ୍ରୁପ ବାଲା ସ୍ଥୂଳ କୋଣ କହିଲ, ତମ ଜଣେ ସୂକ୍ଷ୍ମ କୋଣ ଭାବ, ଗୋଟେ ଗ୍ରୁପ ଆଉ ଗୋଟେ ଗ୍ରୁପ ସ୍ଥୂଳ କୋଣ ଭାବ। ଦେଖ ସ୍ଥୂଳ କୋଣ କାହା କହିବା ନା, ଦେଖ ସ୍ଥୂଳ କୋଣ କୋଉଠି ଦେଖୁଛ? ବହି, ହଁ ଭେରି ଗୁଡ, ବହିରେ ଦେଖୁଛ। ହଁ ଆଉ ଖାତାରେ, ହଁ ଖାତାରେ ବି ଦେଖୁଛ, ହଉ ଛାଡ। ତାପରେ ଆଉ କୋଉଠି ଦେଖୁଛ ସୂକ୍ଷ୍ମ କୋଣ? ତମ ଗ୍ରୁପ କହୁନ ସୂକ୍ଷ୍ମ କୋଣ କୋଉଠି ଦେଖୁଛ? ଆଚ୍ଛା, କମ୍ପାସରେ ଦେଖୁଛ, ହଉ ଭେରି ଗୁଡ। ଏହିପରି ଭାବେ ଡିସ୍କସନ କରି ଲେଖ ହେଲା। ତଳେ ଦିଆଯାଇଥିବା ପ୍ରତ୍ୟେକ ଅକ୍ଷରରେ ସମସ୍ତ କୋଣ ଗୁଡ଼ିକ ଚିହ୍ନଟ କର। ଏଇଟା କିଏ କୋଣ? ଏଇଟା କିଏ କୋଣ? ସୂକ୍ଷ୍ମ କୋଣ। ଏଇଟା କିଏ କୋଣ? 90 ଡିଗ୍ରୀରୁ ଅଧିକ। 90 ଡିଗ୍ରୀ ହେଇଥିଲେ ଏତିକି ହେଇଥାନ୍ତା, ବଟ୍ ଏଇଟା ଉପରକୁ ଅଛି, ତ ପୁରା ହେଲେ କଣ ହେଲା? ସ୍ଥୂଳ କୋଣ। ଏଇଟା ଦେଖ, ଏଇଟା କଣ? ସୂକ୍ଷ୍ମ କୋଣ ହେଲା। ଆଶା କାମଟି କରିବା। ତଳେ ଦିଆଯାଇଥିବା ଉପର ଡିଗ୍ରୀ କେତୋଟି ସୂକ୍ଷ୍ମ କୋଣ ଅଙ୍କନ କର। ସୂକ୍ଷ୍ମ କୋଣ ବୋଲେ କଣ? ଛୋଟିଆ କୋଣ, ସିଧା ସୂକ୍ଷ୍ମ କୋଣ ହେଇଗଲେ, ତାପରେ ତମେ ଏମିତି ବି ଟାଣି ପାରିବ ହେଲା। ସୂକ୍ଷ୍ମ କୋଣ ହେଇଗଲା, ତାପରେ ତମେ ଏମିତି ବି ଟାଣି ପାରିବ, ସୂକ୍ଷ୍ମ କୋଣ ହେଇଗଲା। ତାପରେ ତଳେ ଯଦି ସ୍ଥୂଳ କୋଣ ଅଙ୍କନ କର। ସ୍ଥୂଳ କୋଣ, ସ୍ଥୂଳ କୋଣ ଅଙ୍କନ କରିପାରିଲ ହେଲା। ସ୍ଥୂଳ କୋଣ ଅଙ୍କନ କଲ, ଏମିତି ବହିକରି କରିବ। ନେକ୍ସଟ ଏଠି ଦେଖ, ଏମିତି ସୂକ୍ଷ୍ମ କୋଣ କେମିତି କରିବ? ଏମିତି ଅଙ୍କନ କରିଦେଲ। ଏଇଠି ସୂକ୍ଷ୍ମ କୋଣ କେମିତି କରିବ? ଏ କୋଣଟା ସୂକ୍ଷ୍ମ କୋଣ, ଏ କୋଣଟା ସୂକ୍ଷ୍ମ କୋଣ। ଏଠି ସ୍ଥୂଳ କୋଣ କେମିତି କରିବ? ଏଇଟା ସ୍ଥୂଳ କୋଣ ହେଇଗଲା। ଏଇଠି ସ୍ଥୂଳ କୋଣ କେମିତି କରିବ? ଏଇଟାକୁ ଲଗେଇ କର। ଏଇଟା ସିଧା କରିବ ହେଲା। ଏଇଟା ଲିଭେଇ ଦଉଛି। ତ ଏଇଠି ତମେ ସ୍ଥୂଳ କୋଣ ବି ଦେଖେଇ ପାରିବ ହେଲା। ନେକ୍ସଟ, ତଳେ ଦିଆଯାଇଥିବା ଚିତ୍ର ଗୁଡ଼ିକ ସୂକ୍ଷ୍ମ କୋଣ ଗୁଡ଼ିକର ଲାଲ ରଙ୍ଗ, ସମକୋଣ ସବୁଜ ରଙ୍ଗ ଓ ସ୍ଥୂଳ କୋଣ ଗୁଡ଼ିକର ନୀଳ ରଙ୍ଗ ଦିଅ। ଏଇଟା ଦେଖ କଣ କହିଛି? ସୂକ୍ଷ୍ମ କୋଣ ଗୁଡକୁ ଲାଲ ରଙ୍ଗ। ଦେଖ ଫାଷ୍ଟ ସୂକ୍ଷ୍ମ କୋଣ ବାଛ, ଲାଲ ରଙ୍ଗ ଦେଇଦିଅ। ସୂକ୍ଷ୍ମ କୋଣ, ଏଇଟା ସୂକ୍ଷ୍ମ କୋଣ ନା ନାହିଁ? ଏଇଟା ବି ସୂକ୍ଷ୍ମ କୋଣ ହେଲା। ଏଇଟା ସୂକ୍ଷ୍ମ କୋଣ, ଏଇଟା ଗୋଟେ ସୂକ୍ଷ୍ମ କୋଣ, ଲାଲ ରଙ୍ଗ ଦେଇଦେଲି। ଏଇଟା ସୂକ୍ଷ୍ମ କୋଣ, ଏଇଟା ସୂକ୍ଷ୍ମ କୋଣ, ଏଇଟା ସୂକ୍ଷ୍ମ କୋଣ। କିନ୍ତୁ ତମେ କାମ କର, ଏଇଟା ଦିଟା କୋଣ ନବନି, କାହିଁକିନା ଗୋଟିଏ ହିଁ କୋଣ ନିଅ। ସେ ଦିଟା ଯଦି ନବ ସବୁ ଯାକ ସୂକ୍ଷ୍ମ କୋଣ ହେଇଯିବ ହେଲା। ଯୋଉଟା ଛୋଟ ଦେଖା ଯାଉଛି ତାକୁ ଏକା ନିଅ ହେଲା। ଏଇଟା ଆଙ୍କ ଭିତରେ ସୂକ୍ଷ୍ମ କୋଣ ଦେଖାଯାଉଛି, ଏଇଟା ଏ ଭିତରେ ସୂକ୍ଷ୍ମ କୋଣ ଦେଖାଯାଉଛି ହେଲା। କଣ ହେଲା? ଲାଲ ରଙ୍ଗ ହେଇଗଲା। ସମକୋଣ ଗୁଣକୁ ସବୁଜ ରଙ୍ଗ, ସବୁଜ ରଙ୍ଗ ସମକୋଣ। ଦେଖ ଏଇଠି ସମକୋଣ ଗୋଟେ ରହିଲା, ଏଇଠି ସମକୋଣ ଗୋଟେ ରହିଲା, ସବୁଜ ରଙ୍ଗ ଦେଇଦେଲି। ଏଇଠି ସମକୋଣ ରହିଲା, ଏଇଠି ସମକୋଣ ରହିଲା, ସବୁଜ ରଙ୍ଗ ଦେଇଦେଲି। ଏଇଠି ଦେଖ ସମକୋଣ, ଏଇଠି ସମକୋଣ ରହିଲା, ସବୁଜ ରଙ୍ଗ ଦେଇଦେଲି। ତାପରେ ଆସିଲା କଣ? ସ୍ଥୂଳ କୋଣ ଗୁଡ଼ିକୁ ନୀଳ ରଙ୍ଗ ଦିଅ। ସ୍ଥୂଳ କୋଣ ଗୁଡ଼ିକୁ ନୀଳ ରଙ୍ଗ ଦିଅ। ସ୍ଥୂଳ କୋଣ, ଏଇଟା ଦେଖ, ଏଇଟା ସ୍ଥୂଳ କୋଣ, ନୀଳ ରଙ୍ଗ ଦେଇଦେଲି ହେଲା। ତାପରେ ଏଇ ତଳଟା ବି ସ୍ଥୂଳ କୋଣ, ନୀଳ ରଙ୍ଗ ଦେଇଦେଲି ହେଲା। ଏଇଟା ବି
ସ୍ଥୂଳ କୋଣ ନୀଳ ରଙ୍ଗ ଦେଇଦେଲି, ଏଇଟା ବି ସ୍ଥୂଳ କୋଣ ନୀଳ ରଙ୍ଗ ଦେଇଦେଲି। ଏଇଟା ଦେଖ ତମେ ସୂକ୍ଷ୍ମ କୋଣ ଦିଟା ଏଇଟା କରିପାରିବ ହେଲା, ନଚେତ ଏଇଟା ପୁରାଟା ବି ସମକୋଣ ବି ତମେ କହିପାରିବ ହେଲା। ନେକ୍ସଟ, ପ୍ଲାଷ୍ଟିକ ନଳୀ ନେଇ ଆକୃତି ଗଠନ କରିବା। ବିଭିନ୍ନ ପ୍ରକାର ପ୍ଲାଷ୍ଟିକ କିମ୍ବା କଞ୍ଚାମାଲ ନେଇ ଏକ ତ୍ରିଭୁଜ ଆକୃତି ତିଆରି କର ହେଲା। କଲ, ଯଦି ତମେ ଗୋଟେ ପାର୍ଶ୍ୱକୁ ଧୀରେ ଧୀରେ ଠେଲିଦବ ତେବେ ଅଣ ତ୍ରିଭୁଜର ଆକୃତିର ପରିବର୍ତ୍ତନ ହବ, ହଁ କି ନା ନାହିଁ? ଗୋଟେ ପାର୍ଶ୍ୱ ଯଦି ଧୀରେ 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 ଠେଲିଦବ ତାହେଲେ ତାର ଆକୃତିରେ ପରିବର୍ତ୍ତନ ହବ କି? ହଁ ହବ, ହଁ ନା ନାଇଁ? ତୁମ ଖାତାରେ ପ୍ଲାଷ୍ଟିକ ନଳୀ ସହିତ ତୁମେ ତିଆରି କରିଥିବା ତ୍ରିଭୁଜ ଗୁଡ଼ିକ କାଗଜ ଉପରେ ପକାଇ ଚାରିପଟେ ପେନସିଲ ଗାର ଦିଅ। ତ୍ରିଭୁଜ, ବିଭିନ୍ନ ପ୍ରକାର ତ୍ରିଭୁଜ ଅଙ୍କନ କର ହେଲା। ଆକୃତିରେ ପରିବର୍ତ୍ତନ ହେଲା, ହଁ ହବ ହେଲା। ବିଭିନ୍ନ ପ୍ରକାର ତ୍ରିଭୁଜ ଅଙ୍କନ କର। ମୁଁ 3ଟା ତ୍ରିଭୁଜ ଅଙ୍କନ କଲି ହେଲା। ତମେ ବି ବିଭିନ୍ନ ପ୍ରକାର ତ୍ରିଭୁଜ ଖାତାରେ ପେନସିଲ ଗାର ଦବ। ତ୍ରିଭୁଜ କେଉଁ କେଉଁ ପ୍ରକାରର କୋଣ ଅଛି? ଏଠି ଦେଖ, ଏଇ ତ୍ରିଭୁଜଟା ଦେଖ, ଏଠି ଦେଖ, ଏଇଠି ଏଇଟା ସୂକ୍ଷ୍ମ କୋଣ 3ଟା ଯାକ। ଏଇଟା ଦେଖ, ଏଇଟା ସ୍ଥୂଳ କୋଣ, ଏଇଟା ସୂକ୍ଷ୍ମ କୋଣ, ଏଇଟା ସୂକ୍ଷ୍ମ କୋଣ। ଏଇଟା ଦେଖ, ଏଇଟା ସମକୋଣ, ଏଇଟା ସୂକ୍ଷ୍ମ କୋଣ, ଏଇଟା ସୂକ୍ଷ୍ମ କୋଣ। ତ ତ୍ରିଭୁଜରେ କେଉଁ କେଉଁ ପ୍ରକାର କୋଣ ଅଛି? ନା ସମକୋଣ ଅଛି ହେଲା, ସୂକ୍ଷ୍ମ କୋଣ ଅଛି ଆଉ ସ୍ଥୂଳ କୋଣ ଅଛି ହେଲା। ପ୍ଲାଷ୍ଟିକ ନଳୀ ଓ ମାଟି ସାହାଯ୍ୟରେ ଏକ ଆୟତାକାର ଆକୃତି ତିଆର କର। ଆୟତାକାର ଆକୃତି ତିଆର କଲେ ହେଲା। ଆୟତ ଚିତ୍ର ତମେ କେଉଁ ପ୍ରକାର କୋଣ ଦେଖୁଛ? ଏ ଦେଖ, ଏଇଟା କୋଉ ପ୍ରକାର କୋଣ? ସମକୋଣ, ଏଇଟା ସମକୋଣ, ଏଇଟା ସମକୋଣ, ଏଇଟା ସମକୋଣ। କୋଉ ପ୍ରକାର କୋଣ ଦେଖୁଛ? ନା ସମକୋଣ ଦେଖୁଛ। ଯଦି ଆମେ ଏହାର ଗୋଟେ ପାର୍ଶ୍ୱକୁ ଧୀରେ ଧୀରେ ଠେଲିବା, ଦେଖ ଧୀରେ ଧୀରେ ଠେଲିଲେ ନା ନାଇଁ? ଧୀରେ ଧୀରେ ଠେଲିଲେ ତାର ଆକାର ପରିବର୍ତ୍ତନ ହବ ନା? ହଁ ହବ, ହେଲା ଆକାର ପରିବର୍ତ୍ତନ। ଦେଖ, ଏଇଟା 90ରୁ ଟିକେ ବଢି ବଢି ଗଲା, ଏଇଟା ସ୍ଥୂଳ କୋଣ ହେଇଗଲା, ସ୍ଥୂଳ କୋଣ। ଏଇଟା ଦେଖ, ଏ ସାଇଜ ଟା ଟିକେ ଟିକେ କମିଗଲା, ଏଇଟା ସୂକ୍ଷ୍ମ କୋଣ ହେଇଗଲା, ସୂକ୍ଷ୍ମ କୋଣ ହେଇଗଲା ନା ନାଇଁ? ହେଲା, ପରିବର୍ତ୍ତନ ହେଇଛି କି? ହଁ ହେଇଛି। କେଉଁ ପ୍ରକାର କୋଣ କରିଥିଲେ? ନା ସୂକ୍ଷ୍ମ କୋଣ ଆଉ ସ୍ଥୂଳ କୋଣ। ପ୍ରଥମେ କଣ ଥିଲା? ସମକୋଣ ଥିଲା, ତାକୁ ଠେଲିଲା ପରେ କଣ ହେଇଗଲା? ନା ସୂକ୍ଷ୍ମ କୋଣ ଆଉ ସ୍ଥୂଳ କୋଣ ହେଇଗଲା। ଏବେ ଏହାର ପ୍ରତ୍ୟେକ କୋଣ ସମକୋଣ କି? ନା। କେଉଁ ପ୍ରକାର କୋଣ ଗଠିତ ହଉଛି? ନା ସୂକ୍ଷ୍ମ କୋଣ ଆଉ ସ୍ଥୂଳ କୋଣ। ସ୍ଥୂଳ କୋଣ ଆଉ ସୂକ୍ଷ୍ମ କୋଣ ହେଲା। ତ୍ରିଭୁଜ ଏବଂ ଆୟତର କୋଣ ଗୁଡ଼ିକ କିପରି ସମାନ ବା ଭିନ୍ନ ଆଲୋଚନା କର। ତ୍ରିଭୁଜ, ଆୟତ ଚିତ୍ର। ତ୍ରିଭୁଜର କଣ ଅଛି? 3ଟି ଯାକ କୋଣ ଅଛି। ସୂକ୍ଷ୍ମ କୋଣ ହେଇପାରେ, ସ୍ଥୂଳ କୋଣ ହେଇପାରେ ଆଉ ସୂକ୍ଷ୍ମ କୋଣ, ସ୍ଥୂଳ କୋଣ, ସମକୋଣ ହେଇପାରେ। କିନ୍ତୁ ଆୟତ ଚିତ୍ରର ସମକୋଣ ହିଁ ଥାଏ ହେଲା। ଦୁଇଟା ଭିତରେ ପାର୍ଥକ୍ୟ। 3ଟି ବାହୁ ବିଶିଷ୍ଟ କେତୋଟି ଆକୃତି? 3ଟି ବାହୁ ଦେଖ, ମୁଁ ଅଙ୍କନ କରୁଛି ତ୍ରିଭୁଜ ହେଲା। ଏଇଟା ଭଲସେ କରିବ ହେଲା। ତ୍ରିଭୁଜକୁ ଭଲସେ ଜଏନ୍ କରିବ। ହେଲା, ତାପରେ 4 ବିଶିଷ୍ଟ ବାହୁ ବିଶିଷ୍ଟ କରିବ ହେଲା। ଏପରି ଭାବେ ବିଭିନ୍ନ ଆକୃତି କରିବ। ଆଉ ଗୋଟେ କିମ୍ବା ଅଧିକ ସମକୋଣ ଥିବା ଆକୃତି ଗୁଡ଼ିକରେ ମୁଣ୍ଡୁଳା ବୁଲା। ଏଠି ଦେଖ, ଏଇଟା ସମକୋଣ ଗୋଟେ ଅଛି ନା ନାଇଁ? ତ ଏଇଟା ମୁଣ୍ଡୁଳା ବୁଲିଲ। ଏଇଟା ହେଲେ ସମକୋଣ ଗୋଟେରୁ ଅଧିକ ଅଛି ନା ନାଇଁ? ମୁଣ୍ଡୁଳା ବୁଲ। ଏଟାର ସମକୋଣ 4ଟା ଅଛି, ତ ମୁଣ୍ଡୁଳା ବୁଲେଇଲ, ହଁ ନା ନାଇଁ? ତୁମେ କେଉଁ ଆକୃତିରେ ତିଆରି କରିଛ? ଗୋଟିଏ ସମକୋଣ ତ୍ରିଭୁଜ କରିଛି ନା ନାଇଁ? ଗୋଟେ ସମକୋଣ ତ୍ରିଭୁଜ କରିଛି। 2ଟି ସମକୋଣ, 2ଟା ସମକୋଣ, 2ଟା ସମକୋଣ ନାଇଁ, ଏକା ମୁଁ କରିନି। 3ଟି ସମକୋଣ, 3ଟି ସମକୋଣ ବାଲା ଆକୃତି ହିଁ କରିନି ହେଲା। 4ଟି କରିନି। ସମସ୍ତ କୋଣ ସମକୋଣ, ସମସ୍ତ କୋଣ ସମକୋଣ କରିଛି। 2ଟା ଆକୃତି, ଗୋଟେ ଆୟତ ଚିତ୍ର ଆଉ ଗୋଟେ ବର୍ଗ ଚିତ୍ର କରିଛି। ଏଠାରେ କେତେ ଗୁଡ଼ିଏ 4 ବାହୁ ବିଶିଷ୍ଟ ଆକୃତି ଅଛି?
आयतचित्र वर्गचित्र और आकृतिर के कारण भिन्न है। तो देख ये देख के कारण भिन्न आर बाहु देख अलग अच्छी ए बाहु चार्टा जाक बाहु अलग आर बाहु अलग ना ना आर देख चार्टा जाकर दीटा कोण ए कोणटा ए कोण दीटा कोण समान आर कौन चार्टा जाक कोण समान और चार्टा जाक बाहु भी समान है। एक 5 धार विशिष्ट आकृति समस्त धारा को समान करने को चेष्टा कर पंचभुज है 5 धार 5टा जाक धार समान कल बाड़ी अथ स्टिक लगेकिना है। जब तुम गोटे पार्श्व को धीरे धीरे ठेल गोटे पार्श्व को धीरे धीरे ठेल तार आकृति परिवर्तन हम ना हाँ हम यही करने द्वारा कौन गोटे परिवर्तन हम कि हाँ हम है। तुम प्लास्टिक नली व्यवहार कर एक वृत्त तैयार कर हाँ वृत्त तैयार कर प्लास्टिक नली को यही चित्र प्लास्टिक नली को लंब समान ना असमान ना प्राकृतिक नली गुड़ लंब समान जदि आम असमान लंबर प्लास्टिक नली ने तेज कौन हम तेरे वृत्त कौन तैयारी हम ना वृत्त तैयारी हेब नहीं है। आस गोटे वृत्तांकन करने स्केल व्यवहार करवा है। एक बिंदु चिन्हित कर ता नाम दिय क कौन गल गोटे फास्ट बिंदु चिन्हित कल बिंदुर नाम देल क रु समान दूर थी अन्य गोटे बिंदु अंकन कर क रु स्केल पकेल समान दूर थी गोटे बिंदु देल आउ थे ये गोटे बिंदु देल ये गोटे बिंदु ये गोटे बिंदु क ठू समान दूर बिंदु थी बिंदु दे 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 गल तापर कौन कल ऊपर कौन नहीं समान बिंदु गुड़ाक कौन कर ना जोड़ है जोड़े कौन है यहाँ गोटे वृत्त तैयार है ना ना वृत्त है कर वृत्तर केन्द्र बिंदु ये जो क हूँ कौन वृत्तर केन्द्र बिंदु ता सहित वृत्त परिस्थ जेकोसी बिंदु को जोड़े रेखाखंड मिले ता हूँ वृत्तर व्यासार्ध ये जो क ठारू वृत्तर जेकोसी उपरिस्थ बिंदु को जोड़ ए बिंदु को जोड़ कि ए बिंदु को जोड़ जोड़ला जो गुड़ा मिले यहाँ कहते वृत्तर व्यासार्ध कौन व्यासार्ध है। तापर देख आकर्षणीय वृत्त गोटे वृत्ताकृत कागज नेल कागज टू भांगी अधा कर दियो है अर्धा कर बिंदु द्वारा दाग दियो भाग कर दियो तापर बिंदु द्वारा भाग दियो है। भांग को खोल एक सूत्र माप भांग को खोल भांगटा को सूत्र माप यहाँ जो है भांगटा को सूत्र माप कागज को अलग भाव भांग जपर 2 भाग में समान हे यहाँ भल भाव भांगी कर बिंदु द्वारा दाग दियो बिंदु द्वारा दाग देदेल भांग खोल बिंदु चिन्हित दागर लंब को सूता द्वारा माप कर ये जो लंबटा को यहाँ कौन कर सूता पकड़ माप सूतार सजेब सूता को आनिक स्केल मापिब यही भाव भिन्न भिन्न उपाय कागज आधार को मोड़ी बिंदु द्वारा दाग दियो विभिन्न एंगल मोड़ विभिन्न एंगल कौन दाग देव दाग देकर कौन कर तार दैर्घ्य को मापिब तो ये मापिल जे सब ये मापिले जी मापिब ये आकार मापिले जी ये आकार मापिले से ये आकार भी मापिले से तो समस्त क्षेत्र में दागर दैर्घ्य समान है कि हाँ समान है ये बिंदुर दागखुरी को जोग कले जो रेखाखंड मिले ताको वृत्तर व्यास कहुए ये जो बिंदु गुड़ा जोड़ला जो दैर्घ्य मिलूँ वृत्तर व्यास बोली कहुए केन्द्र केउठार अवस्थित ता आलोचना कर केन्द्र कौटी अवस्थित ये व्यास है तुम लखिच कि समस्त व्यासर वृत्तर केन्द्र बिंदु जाइए हाँ समस्त वृत्तर व्यास से जो क बिंदुटा थिला से क बिंदु देकर जाइए वृत्तर केन्द्र उपस्थित जेकोसी बिंदु को जोग कले रेखाखंड दैर्घ्य माप से रेखाखंड दैर्घ्य भी व्यासार्ध कह वृत्तर व्यासार्ध और व्यास मध्य संपर्क अच्छी कि ना आलोचना कर देख व्यास वृत्तर व्यास इक्वल टू 2 इंटू व्यासार्ध है ये तुम परीक्षा कर देख मुझे देखा तापर आस आस कामटी करवा गोटे वृत्ताकृत कागज 2 भाग में भांगी कर दियो भांगी देल
प्रत्येक भाग पुणी थरे 2 भाग कर 2 भाग करदेल है व्यासार्ध लंब व्यासर लंब व्यासार्ध लंबर कौन हम व्यासर लंब व्यासार्ध लंबर 2 गुण हम हाँ 2 गुण है एवं तुमको कहूली है कंपास विभाग वृत्त सहज तैयारी अंकन कर आवश्यक कंपास विभाग कर वृत्तांकन शिक्षण साहय ना निम्नलिखित आकृति प्रस्तुत करने चेष्टा कर प्रथम कौन कल फास्ट सोपान प्रथम गोटे वृत्त कल तापर तार आर बिंदु पर नहीं आउ गोटे वृत्त अंकन कर आउ गोटे बिंदु नहीं तार संजोग बिंदु आउ गोटे वृत्त ता संजोग बिंदु आउ गोटे वृत्त आउ गोटे वृत्त कर यही प्रकार गोटे सुंदर चित्र आसब है समस्त बसिकी कर कार्पेट गालीचा आकृति देख या एक सुंदर वृत्त की हाँ यही वृत्ताकार आकृतिर केंद्र व्यास एवं व्यास तुम्हें पसंदर रंग दियो यही देख व्यास अलग रंग दियो व्यासार्धर अलग रंग दियो तुम दे पार ना ना हाँ दियो तापर देख चक चक गुड़ी देख चक गुड़िक किपर देखा जाउची ना वृत्त परी देखा जाउची कौन देखा वृत्त परी देखा जाउची चक गुड़ी को निम्न सूचना अनुसार चिन्ह बृहत्तम व्यासार्ध कार थी जोटा सब बड़ वृत्त बड़ देख ये खर आर बृहत्तम व्यासार्ध कार ख क्षुद्रतम व्यासार्ध कार आर होता घ है बृहत्तम व्यास है बृहत्तम व्यास कार अच्छी ना ख क्षुद्रतम व्यास घ है आकृतिर प्रहलिका लुचि रही आकृति चिन्हट कर से नाम लेख है ये देख कौन अच्छी वृत्त अच्छी त्रिभुज अच्छी है आयत चित्र वर्ग चित्र अच्छी बेलन अच्छी सिलिंडर बेलन अच्छी है यहपरि भाव तुम लिखिपार आंका जाता त्रिभुज गोटे वर्ग क्षेत्र और 2टी त्रिभुज विभक्त करने 2टी रेखाखंड अंकन कर अंका जा त्रिभुज को गोटे वर्ग क्षेत्र अंकन कर एवं 2टी त्रिभुज विभक्त करने 2टी रेखाखंड अंकन कर गोटे वर्ग चित्र এইটা ভুল হয়ে গেল এইটি তল লাইন এটা ହେଲା ଦୁଇଟା ଲାଇନ୍ ଟାଣିଲି ମୁଁ ହେଲା ଗୋଟେ ବର୍ଗ ଚିତ୍ର ହେଲା ଆଉ ଦୁଇଟା त्रिभुज ହେଲା हाँ 2टी रेखाखंड अंकन करी वर्ग क्षेत्र को 3टी त्रिभुज विभक्त कर 2टी रेखाखंड अंकन करी वर्ग क्षेत्र को 3टी त्रिभुज 2टा रेखाखंड करे वर्ग 3टा त्रिभुज एटा तुम होमवर्क काली पढ़ा फिनिश करदेबा आज पे एतिकी धन्यवाद चैनल सब्सक्राइब कर लाइक कर वीडियो भल लगे सांग मान सहित शेयर कर।